କୋରାପୁଟର ରାଜରାସ୍ତାରେ ଗର୍ଜିଲା ମହିଳା ବିଜେଡି। ଜିଲ୍ଲା ମହିଳା ସଭାନେତ୍ରୀଙ୍କ ନେତୃତ୍ୱରେ ଆଜି ମହିଳା ବିଜେଡି ନାରୀ ଅଧିକାର ଅଭିଯାନ ନାମରେ ନିଶାଣିମୁଣ୍ଡାରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରିଛି। ରାଜ୍ୟରେ ନାରୀଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳଠୁ ଆରମ୍ଭ କରି ସଂସଦରେ ମହିଳା ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାର ବିଫଳ ଭଳି ଅଭିଯୋଗ ଦଳ କରିଛି। ଦଳ କହିଛି ଏହା କେବଳ ଟ୍ରେଲର, ଆଗକୁ ଦେଖ କଣ ହେଉଛି। ଆଜିର ଏହି ରାଲିରେ ଜିଲ୍ଲା ବିଜେଡି ସଭାପତି ଝିନହିକା କୌଶଲ୍ୟାହିକା, ରଘୁରାମ ପାଡାଲ, ରୀତା ପାଣିଗ୍ରାହୀ, ରବି ନନ୍ଦଙ୍କ ସମେତ ଦଳର ତୁଙ୍ଗ ନେତା ସାମିଲ ହୋଇଥିଲେ। ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମହିଳାମାନେ ସମାବେଶରେ ଏକତ୍ରିତ ହୋଇଥିଲେ। କୋରାପୁଟରୁ ଦେବାଶିତ ପଟ୍ଟନାୟକ ରିପୋର୍ଟ, ରେନବୋ ମିଡିଆ। Please watch current updates in Rainbow Media. Subscribe our channel in YouTube. Follow us in Meta. For fresh updates, visit our web page www.rainbowodisha.com.in.